ପ୍ରାର୍ଥନା ଫେବୃଆରୀ 5, 1914। ସେଇ ଗୋଟିଏ ଅଭିପ୍ସାର କଥା ଛଡ଼ା ଆଉ କ'ଣ କହିବି? ଭାଗବତ ପ୍ରେମର ବିଧାନ। ତୋ ସମ୍ପର୍କରେ ଆମେ ଯାହା ଧାରଣା କରିପାରୁ ତାହାର ନିର୍ମଳତମ ପ୍ରକାଶ ଯେପରି ପୃଥିବୀ ଉପରେ କ୍ରମେ ଅଧିକତର ମୂର୍ତ୍ତ ହୋଇଉଠୁ ଓ ସକଳ ଅଜ୍ଞାନ ଅନ୍ଧକାର ଉପରେ ବିଜୟୀ ହେଉ। ଆମେ ଯେପରି ସେଇ ପ୍ରେମମୟ ଜ୍ୟୋତିର୍ମୟ ଶକ୍ତିର ଏକନିଷ୍ଠ ସେବକ ହୋଇଉଠୁ, ଆହୁରି ପୂର୍ଣ୍ଣ ରୂପେ ତାହାରି ମଧ୍ୟରେ ତାକୁ ହିଁ ଆଶ୍ରୟ କରି ଯେପରି ଜୀବନଯାପନ କରୁ। ଏକମାତ୍ର ସେଇ ବସ୍ତୁ ଯେପରି ଆମ ଭିତରେ ଜୀବନ୍ତ ଓ ସକ୍ରିୟ ହୋଇଉଠେ। ହେ ପ୍ରଭୁ, ଆମ ଜୀବନର ଏକଛତ୍ର ଅଧୀଶ୍ୱର ହୋଇଉଠ। ତତେ ଦେଖିବା ପଥରେ, ତୋ ସଙ୍ଗେ ନିରନ୍ତର ମିଳିତ ହେବା ପଥରେ ଯେଉଁ ଅନ୍ଧକାର ଆମ ପାଇଁ ନାନା ବାଧା ସୃଷ୍ଟି କରୁଛି, ତାକୁ ଦୂର କରିଦେ। ସକଳ ଅଜ୍ଞାନତାରୁ ଆମକୁ ମୁକ୍ତ କର। ଆମମାନଙ୍କ ନିଜଠାରୁ ମୁକ୍ତ କର। ଆମମାନଙ୍କୁ ଯାହାଫଳରେ ତାର ପରମ ମହିମମୟ ପ୍ରକାଶର ଦ୍ୱାରକୁ ଆମେମାନେ ପୁରା ଉନ୍ମୁକ୍ତ କରି ଧରିପାରିବୁ।